ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଶ୍ରେଣୀ ହେଉଛି ତୃତୀୟ, ବିଷୟ ପରିବେଶ ଅଧ୍ୟୟନ ସାମାଜିକ ପାଠ। ଶିକ୍ଷାର୍ଥୀଙ୍କ ନାମ, ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଭାଗ, ଅର୍ଥାତ୍ ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତାରିଖ, ଅର୍ଥାତ୍ ଏହି ପରୀକ୍ଷା ତୁମେ ଯେଉଁ ତାରିଖ ଦିନ ଦେଉଛ ସେ ତାରିଖ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ଅର୍ଥାତ୍ ତୁମର ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି ସେହି ବ୍ଲକର ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମର ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ତୁମେ ଏଇଠି ଲେଖିବ। ତାପରେ ଏହା ହେଉଛି ପିଲାମାନେ ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ଠିକ୍ ଅଛି। ତାପରେ ପୃଷ୍ଠ ସଂଖ୍ୟା ହେଉଛି 4। ତାପରେ ପ୍ରଶ୍ନ ସଂଖ୍ୟା ହେଉଛି 15। ଠିକ୍ ଅଛି। ତାପରେ ପୂର୍ଣ୍ଣ ସଂଖ୍ୟା ହେଉଛି 20। ମାତ୍ର 20 ମାର୍କର ପରୀକ୍ଷା ତୁମେ ଦେବ। ଠିକ୍ ଅଛି। ତେବେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ରାସ୍ତା କଡ଼ରେ ଦିଆଯାଇଥିବା ନିମ୍ନ ସଂକେତଟି କ'ଣ ସୂଚାଏ? ରାସ୍ତା କଡ଼ରେ ଦିଆଯାଇଥିବା ନିମ୍ନ ସଂକେତଟି କ'ଣ ସୂଚାଏ? ତୁମେ ଏଇ ଖାଲି ଘରେ ଲେଖିବ ଅଣ ଓସାରିଆ ରାସ୍ତା। ଏଇଠି ଲେଖିବ ତୁମେ ଅଣ ଓସାରିଆ ରାସ୍ତା। ଠିକ୍ ଅଛି। ଅଣ ଓସାରିଆ ରାସ୍ତା। ତାପରେ 2 ନମ୍ବର, ନିମ୍ନ ଚିତ୍ରଟି କେଉଁ ବୃତ୍ତିକୁ ସୂଚାଉଛି? ନିମ୍ନ ଚିତ୍ରଟି କେଉଁ ବୃତ୍ତିକୁ ସୂଚାଉଛି? ଏହାର ସଠିକ୍ ଉତ୍ତରଟି ତୁମେ ଲେଖିବ ଏଇ ଖାଲି ଘରେ ମାଛ ଧରିବା ବୃତ୍ତି। ଠିକ୍ ଅଛି। ମାଛ ଧରିବା ବୃତ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗ୍ରାମ ପଞ୍ଚାୟତର ଯେକୌଣସି ଗୋଟିଏ କାର୍ଯ୍ୟ ଲେଖିବ। ଗ୍ରାମ ପଞ୍ଚାୟତ ପିଲାମାନେ ଅନେକ କାର୍ଯ୍ୟ ଗ୍ରାମ ପଞ୍ଚାୟତ କରି ସେଥିମଧ୍ୟରୁ ଗୋଟିଏ ମାତ୍ର କାମ ଲେଖିବ। ଠିକ୍ ଅଛି। ତୁମେ ଲେଖିବ ରାସ୍ତା ତିଆରି। ଠିକ୍ ଅଛି। ରାସ୍ତା ତିଆରି ଲେଖିଦେଲେ ବି ହେବ। ବିଭିନ୍ନ ପ୍ରକାର କାମ ଅଛି, ତୁମ ମନରୁ ଯେଉଁଠି ଆସିଛି ତାହାକୁ ତୁମେ ଲେଖିବ। ଠିକ୍ ଅଛି। ରାସ୍ତା ତିଆରି, ବିଜୁଳି, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ତୁମେ ଲେଖିପାରିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଟ୍ରାଫିକ୍ ଲାଇଟ୍ର ନାଲିବତୀ କ'ଣ ସୂଚାଏ? ଟ୍ରାଫିକ୍ ଲାଇଟ୍ର ନାଲିବତୀ କ'ଣ ସୂଚାଏ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ରହିବ ଷ୍ଟପ୍, ବନ୍ଦ ରହିବ, ଅର୍ଥାତ୍ ଗାଡ଼ି ରହିବ। ଏଇଠି ତୁମେ ଲେଖିପାରିବ ଗାଡ଼ି ରହିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମ ଜିଲ୍ଲାର ଯେକୌଣସି ଗୋଟିଏ ସବ୍ ଡିଭିଜନର ନାମ ଲେଖ। ପିଲାମାନେ ତୁମ ଜିଲ୍ଲାର ଗୋଟିଏ ସବ୍ ଡିଭିଜନର ନାମ ତୁମେ ଏଇଠି ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ମୁଁ କିଏ? ଖାଲି ଘରେ ଉତ୍ତର ଲେଖିବ। ଠିକ୍ ଅଛି। ବାଙ୍କ ସଳଖି ବାରିଶି ଧାରେ କରତ କାଟି କାଠ, ମେଜ ଚୌକି ଲଙ୍ଗଳ କଣ୍ଟି, ଗଢ଼ି ପୋଷଇ ପେଟ। ପିଲାମାନେ ଏଇ ବ୍ୟକ୍ତିଟି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ବଢ଼େଇ। ତୁମେ ଏଇଠି ଖାଲି ଘରେ ଲେଖିବ ବଢ଼େଇ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଯୋଡ଼ାର ସମ୍ପର୍କ ଦେଖି ଦ୍ୱିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି। ଥାନା, ପୋଲିସ, ପୋଷ୍ଟ ଅଫିସ, ଏଇଠି ତୁମେ ଲେଖିବ ପୋଷ୍ଟ ମାଷ୍ଟର। ତୁମେ ଏଇଠି ଲେଖିବ ପୋଷ୍ଟ ମାଷ୍ଟର। ଠିକ୍ ଅଛି। ପୋଷ୍ଟ ମାଷ୍ଟର। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଗାଡ଼ିରେ ଯାଉଥିବା ସମୟରେ ଟ୍ରାଫିକ୍ ଲାଇଟ୍ରେ ହଳଦିଆ ବତୀ ଜଳୁଥିବାର ଦେଖିଲେ କ'ଣ କରିବ? ଲେଖ। ଏହାର ସଠିକ୍ ଉତ୍ତରଟି ହେଲା ପିଲାମାନେ ଯିବାକୁ ପ୍ରସ୍ତୁତ ରୁହ, ଯିବାକୁ ପ୍ରସ୍ତୁତି ରହିବା। ତୁମେ ଏଠି ଲେଖିବ ଯିବାକୁ ପ୍ରସ୍ତୁତି ରହିବା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଆଦିମ ମଣିଷ ନିଆଁର ବ୍ୟବହାର ଜାଣିଲା ପରେ ତାକୁ କେଉଁ ସବୁ ସୁବିଧା ହୋଇଥିବ? କେଉଁ ସବୁ ସୁବିଧା ହୋଇଥିବ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ସେ
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ତାହାକୁ ସୁବିଧା ହେଉଥିବ, କଞ୍ଚା ମାଂସ ପୋଡ଼ି କରି ଖାଉଥିବ କିମ୍ବା ରାନ୍ଧିବାର ବ୍ୟବସ୍ଥା କରୁଥିବ ଇତ୍ୟାଦି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଛୋଟ ପରିବାର କହିଲେ କ'ଣ ବୁଝ? ଛୋଟ ପରିବାର କହିଲେ କ'ଣ ବୁଝ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ବାପା ମା ଭାଇ ଭଉଣୀକୁ ନେଇ ଛୋଟ ପରିବାର ଗଠିତ। ବାପା ମା ଭାଇ ଓ ଭଉଣୀକୁ ନେଇ ଛୋଟ ପରିବାର ଗଠିତ ତୁମେ ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ପୋଲିସ ଆମକୁ କେଉଁ ସବୁ କାର୍ଯ୍ୟରେ ସାହାଯ୍ୟ କରେ? ପୋଲିସ ଆମକୁ କେଉଁ ସବୁ କାର୍ଯ୍ୟରେ ସାହାଯ୍ୟ କରେ? ପିଲାମାନେ ଏହାର ଉତ୍ତର ତୁମେ ଲେଖିବ, ଶାନ୍ତି ଶୃଙ୍ଖଳା ରକ୍ଷା କରେ। ତାପରେ ଚୋର ଡକାୟତି ଆଦିଙ୍କୁ ଧରେ। ତାପରେ ଗଣ୍ଡଗୋଳ ବନ୍ଦ କରେ। ଠିକ୍ ଅଛି। 3ଟି ଲାଇନ୍ ଦେଇଛି, 3ଟି ଲାଇନ୍ରେ 3ଟି କାର୍ଯ୍ୟ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ସାଙ୍ଗ କୌଣସି କାରଖାନାରେ କାମ କରୁଥିବାର ଦେଖିଲେ ତୁମେ ତାକୁ କ'ଣ କରିବ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ପୋଲିସକୁ ଜଣାଇଦେବି। ପ୍ରଥମ ବାକ୍ୟରେ ଲେଖିବ। ତାପରେ ତାକୁ ବୁଝାଇବାକୁ ଚେଷ୍ଟା କରିବି। ତାପରେ ମୋ ପରି ବିଦ୍ୟାଳୟକୁ ପାଠ ପଢ଼ିବାକୁ ତାକୁ କହିବି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ପରିବାର ବଡ଼ ହେଲେ କେଉଁ ସବୁ ଅସୁବିଧା ହୋଇଥାଏ? ପରିବାର ବଡ଼ ହେଲେ କେଉଁ ସବୁ ଅସୁବିଧା ହୋଇଥାଏ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ପରିବାର ବଡ଼ ହେଲେ ଖାଦ୍ୟ ନିଅଣ୍ଟ ହୋଇଥାଏ, ବିଭିନ୍ନ କାର୍ଯ୍ୟ କରିବାକୁ ଅସୁବିଧା ହୋଇଥାଏ, ଶୋଇବା, ପାଠ ପଢ଼ିବା, ଘର ଆଦି ଅସୁବିଧା ହୋଇଥାଏ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ଅଞ୍ଚଳରେ ଜଣଙ୍କ ଘରେ ଚୋରି ହୋଇଛି, ତେବେ ସେ କେଉଁ ଅଦାଲତରେ ମୋକଦ୍ଦମା କରିବେ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ଫୌଜଦାରୀ। ତୁମେ ଲେଖିବ ଫୌଜଦାରୀ ଆଦାଲତ। ବିଭିନ୍ନ ଆଦାଲତ ଅଛି ପିଲାମାନେ, ସେଥିରେ ତୁମେ ଲେଖିବ ଫୌଜଦାରୀ ଆଦାଲତ। ଫୌଜଦାରୀ ଆଦାଲତ, ଏଇଠି ସେ ମୋକଦ୍ଦମା କରିବେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କୃଷକ ଆମର ବନ୍ଧୁ କିପରି? କୃଷକ ଆମର ବନ୍ଧୁ କିପରି ହେଲେ? ପିଲାମାନେ, କୃଷକ ଚାଷ କାମ କରି ସାରା ଜଗତକୁ ଖାଦ୍ୟ ଯୋଗାଉଛି। ଭୋକିଲାର ପେଟରେ ଖାଦ୍ୟ ଦେଉଛି। ଅତଏବ ଯେ ସେ କେବଳ ଆମର ନୁହେଁ, ସମଗ୍ର ପୃଥିବୀର ସମସ୍ତଙ୍କର ସେ ବନ୍ଧୁ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହି ଭିଡ଼ିଓଟି ଭେରି ଇମ୍ପୋର୍ଟାଣ୍ଟ ହୋଇଥିବାରୁ ନିଜ ସାଙ୍ଗସାଥିମାନଙ୍କ ନିକଟକୁ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।